ନମସ୍କାର। ଗୋଟେ କଥା ଜାଣିଛନ୍ତି, ଯଦି ମଣିଷକୁ ଏଠି ପଶୁ କୁହାଯାଏ ନା, ଆପଣ ଯାହାକୁ ପଶୁ କହିବେ ସେ ରାଗିକି ଆପଣଙ୍କୁ ଯେଚ୍ଛା ଚାକିରି କହିଦେବ। କିନ୍ତୁ ଯଦି ସେଇ ମଣିଷକୁ ଆପଣ ପଶୁ ବଦଳରେ ସିଂହ କହିଦେବେ ନା, ସେ ଖୁସିରେ ଛାତି ତାର କୁଣ୍ଢେ ମୋଟ ହେଇଛି। ସେମିତି ଏଠି ଶୋଷିଲା ମଣିଷକୁ ପାଣି ଟୋପେ ମିଳେନି, କିନ୍ତୁ ପଥରରେ ନା ଲିଟର ଲିଟର କ୍ଷୀର ଢଳାଯାଏ। ସତରେ ମଣିଷ ନା କେବଳ ଭଲ କଥା ଶୁଣିବାକୁ ଚେଷ୍ଟା କରେ। ଭଲ କଥା ଶୁଣିଲେ ତାକୁ ଖୁସି ଲାଗେ। କେବେ ବି ସେ ନିଜ ପାଇଁ ମନ୍ଦ କଥା ଶୁଣିବାକୁ ଚେଷ୍ଟା କରେନି, କିନ୍ତୁ ଭୁଲିଯାଏ ସେ ମନ୍ଦ କଥା ହିଁ ତାକୁ ଦିନେ ଆଗକୁ ନବ। ଦିନେ ଦୁନିଆରେ ତାକୁ ଏମିତି ଗଢି ତୋଳିବ ଯେ ସମସ୍ତଙ୍କ ଉଦାହରଣ ସେ ପାଲଟିଯିବ। ସେଥିପାଇଁ କି ଯଦି ଆପଣଙ୍କ ନାଁରେ କିଏ ବି କିଛି କହୁଛି ନା, ଆପଣ ତାକୁ ସମ୍ମାନ ଦିଅନ୍ତୁ। କାହିଁକି ଜାଣିଛନ୍ତି? କାହିଁକି ନା ଦୁନିଆରେ ହଜାରେ ଲୋକ ଅଛନ୍ତି, ସେମାନେ ଆପଣଙ୍କର ଖରାପ ଗୁଣ ଦେଖିବାକୁ ଚେଷ୍ଟା କରୁନାହାନ୍ତି। ହୁଏତ ସେଇ ଲୋକ ଆପଣଙ୍କର ଖରାପ ଗୁଣ ଦେଖିକି ଆପଣଙ୍କୁ ସୁଧାରିବାକୁ ଚେଷ୍ଟା କରୁଛି। ହୁଏତ ଅଜାଣତରେ ହଉ ଆପଣଙ୍କ ଖରାପ ଗୁଣ ଆପଣଙ୍କୁ କହିକି ଆପଣଙ୍କୁ କରେକ୍ସନ କରିବାକୁ ଚେଷ୍ଟା କରୁଛି। ସେଥିପାଇଁ ତା ଖରାପ ଗୁଣକୁ ଆପଣ ଚିଡନ୍ତୁନି। ନେକ୍ସଟ ଟାଇମ ନା ଆପଣ ସେଇ ଭୁଲଟାକୁ କରେକ୍ସନ କରିଦିଅନ୍ତୁ, ନିଜ ଗୁଣକୁ ଏନହାନ୍ସ କରିଦିଅନ୍ତୁ। ଦେଖିବେ ସେଇ ଲୋକର ପାଟି ନା ଅଟୋମେଟିକ ଚୁପ୍ ହେଇଯିବ। ରାଧେ ରାଧେ।